ଉଣେଇଶ ନମ୍ବର ଥାନା ଇଲାକାରୁ ଗଞ୍ଜେଇ ଜବତ, ଏକ ଗିରଫ। ସେକ୍ଟର 19 ଥାନା ଇଲାକାରୁ ଗତ ବୁଧବାର ଦିନ ପୁଲିସ ଗଞ୍ଜେଇ ଜବତ କରିଛି ଜଣେ ଯୁବକଙ୍କ ଠାରୁ। ଗଞ୍ଜେଇର ପରିମାଣ 9 କେଜି 800 ଗ୍ରାମ ହୋଇଥିବା ବେଳେ ଯୁବକ ଜଣକ ସେକ୍ଟର 19 ସାନ୍ଧ୍ୟକାଳୀନ ପାଟ୍ରୋଲିଂରେ ଧରାପଡ଼ିଛି ପୋଲିସ ହାତରେ। ଖବରରୁ ଜଣାପଡ଼ିଛି ଯେ ଗତ 31 ତାରିଖରେ ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସମୟରେ ପାଖାପାଖି 8ଟା ବେଳେ ଏସ୍ଆଇ ଆର୍ ବେହେରା ଡ୍ୟୁଟିରେ ଥିବା ସମୟରେ ଏଲ୍ଏନ୍ଟି ଅଫିସ ନିକଟସ୍ଥ ସ୍ଥାନରୁ ଗଞ୍ଜେଇ ନେଇ ଯାଉଥିବା ବିକାଶ ସତନମୀକୁ ଧରିପାରିଥିଲେ। ବିକାଶ ସହିତ ଜଗନ ତନ୍ତୀ, ଗୋଛି ସିଂ ଏବଂ ଅନ୍ୟମାନେ ଏକ ଧଳା ରଙ୍ଗର ଟାଟା ମ୍ୟାଜିକ୍ ଗାଡ଼ିରେ ଏହି ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଥିଲେ। ତେବେ ଅନ୍ୟ 2 ଜଣ ପୋଲିସକୁ ଦେଖି ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ବେଳେ ଏମାନେ ଏହି ଗଞ୍ଜେଇକୁ ବ୍ରଜରାଜନଗର ସପ୍ଲାଇ କରୁଥିବା କଥା ପୋଲିସ ଜାଣିପାରିଛି। ଏକ ଜରି ବୋରାରେ ଗଞ୍ଜେଇ ଭର୍ତ୍ତି ଥିବା ବେଳେ ଟାଟା ମ୍ୟାଜିକ୍ ଗାଡ଼ି ନମ୍ବର OD 23Q1884କୁ ପୋଲିସ ଜବତ କରିଛି। ବିକାଶ ସତନମୀ 28 ବର୍ଷ, ଘର ବ୍ରଜରାଜନଗର ସ୍ଥିତ ମାଣ୍ଡଲିଆ ବୋଲି ଜଣାପଡ଼ିଛି। ଅନ୍ୟ 2 ସହଯୋଗୀ ଜଗନ ତନ୍ତୀ, ଗୋଛି ସିଂ ଏବଂ ଅନ୍ୟମାନେ ମଧ୍ୟ ଗୋଟିଏ ସ୍ଥାନର ବୋଲି ଜଣାପଡ଼ିଛି। ଏମାନେ ଫେରାର ଥିବା ବେଳେ 2ଟି ମୋବାଇଲ 500 ଟଙ୍କା ଜବତ କରିଛି ପୋଲିସ। ସେକ୍ଟର 19 ପୋଲିସ ଗତ 1 ତାରିଖରେ କେସ୍ ନମ୍ବର 01 NDPS ଆକ୍ଟରେ ଏକ ମକଦ୍ଦମା ରୁଜୁ କରି ଆସାମୀକୁ କୋର୍ଟ ଫରୱାର୍ଡ କରିଛି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।